ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ଆମେ ସପ୍ତମ ଶ୍ରେଣୀର ଗଣିତ ବହିର ପ୍ରଥମ ଅଧ୍ୟାୟର ଅଭ୍ୟାସ ପ୍ରଶ୍ନ ଉତ୍ତର କାର୍ଯ୍ୟ କରିବା, ଯେଉଁଟାକି ଏବେ ଆମର ନୂଆ ବହି, ଯେଉଁ ବହିର ନାମ ଗଣିତ ପ୍ରକାଶ, ଆଉ ତାର ବିଷୟ ନାଁ ହେଉଛି ଆମ ଚାରିପଟେ ବଡ଼ ସଂଖ୍ୟା। ଚାଲନ୍ତୁ ଡେରି କରିବେ ନାହିଁ, ଆଗୁ ବିଷୟରୁ ଆଗକୁ ଯିବା। ଯୋଉ କୋଶ୍ଚିନ୍ ଥିବ ସେଗୁଡ଼ା ବି କରିବା, ଆଉ ତା ସହିତ ଅଭ୍ୟାସ ପ୍ରଶ୍ନ ଉତ୍ତର ମଧ୍ୟ କରିବା। ଏଇଠି କୋଶ୍ଚିନ୍ ଦେଇଛି 3 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା 999। ତାପରେ 4 ମିଷ୍ଟ କ୍ଷୁଦ୍ରତମ ସଂଖ୍ୟା କେତେ କହିଛି? 1 ମିଶା ହେବ ମାନେ ଆମେ ଜାଣିଛନ୍ତି 1ରେ 4ଟା ଶୂନ ଦିଆହେବ। ସେହିପରି ଭାବରେ 4 ମିଷ୍ଟ ବୃହତ୍ତମ ସଂଖ୍ୟା କେତେ ହେବ? ଏଠି ଆମେ ଲେଖିବା କେତେ? 9999। ତାପରେ ସେଇଭଳି ଭାବରେ ପୁଣି 1 ମିଶିଲା। 1 ମିଶିଲେ 5 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା ମାନେ 1ରେ ଆମର 4ଟା ଶୂନ ଦିଆହେବ। ତାପରେ 5 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ମାନେ ଏଠି ରଖିବ କେତେଟା? 5ଟା 9 ରହିବ। 9 9 9 9 9। ତାପରେ 6 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା 1 ଲକ୍ଷ ଅଛି। ସେହିପରି ଭାବରେ ଆମେ ଏଇଗୁଡ଼ା କରିପାରିବା। 99,995, 99,996। ଏଠି ଲେଖିବା କ'ଣ? 99,997। ତାପରେ 998। ତାପରେ ଏଠି ଲେଖିବା 99,999। ତାପରେ ତା ପାଖରେ ଲେଖିବା 1 ଲକ୍ଷ। ଏଇଠି 1 ଲକ୍ଷ ଲେଖିବା। ଗୋଟେ ମିନିଟ୍। ସେହିପରି ତାପରେ ଆଗକୁ ଏଠି କ'ଣ? 1 ଲକ୍ଷ 1, 1 ଲକ୍ଷ 2, 1 ଲକ୍ଷ 3, 1 ଲକ୍ଷ 4, 1 ଲକ୍ଷ 5। ଏହିପରି ଭାବରେ ଆମେ ଲେଖିବା। ଏବେ ଆଗକୁ କଣ୍ଟିନ୍ୟୁ କରିବା। ଏଇଠି ଗୋଟେ କୋଶ୍ଚିନ୍ ଦେଖ, ଲେଖା ହେଇଛି କ'ଣ? 2011 ଜନଗଣନା ଅନୁଯାୟୀ ବରଗଡ଼ ସହର ଜନସଂଖ୍ୟା ଥିଲା 83,651। ଏହା 1 ଲକ୍ଷରୁ କେତେ କମ୍? ସହଜ। କ'ଣ କରିବା ନା 1 ଲକ୍ଷରୁ ଫେଡ଼ିଦେବା। 1, 10, 100, 1000, ଅୟୁତ ଲକ୍ଷ। ଲକ୍ଷରୁ କେତେ ଫେଡ଼ିଦେବା ନା 83,651 ଫେଡ଼ିଦେବା। 10ରୁ 1 ଗଲା 9, 9ରୁ 5 ଗଲା 4, 9ରୁ 6 ଗଲା 3, 9ରୁ 3 ଗଲା 6, 9ରୁ 8 ଗଲା 1, 16,349। ତାପରେ 2024 ମସିହାରେ ବରଗଡ଼ର ଆନୁମାନିକ କେତେ? 1,40,000। 1 ଲକ୍ଷରୁ କେତେ ଅଧିକ? ଇଜି, 4,000 ଅଧିକ। ତାପରେ କ'ଣ କଲେ? 2011ରୁ 2024 ପର୍ଯ୍ୟନ୍ତ ବରଗଡ଼ର ଜନସଂଖ୍ୟା କେତେ ବୃଦ୍ଧି ପାଇଲା? ଏଟା କରିହେବ। କେତେ ବୃଦ୍ଧି ପାଇବ ନା ଦେଖ, ଏଠି ଆମର ଅଛି ଫାଷ୍ଟ କେତେ? 1,04,000। ତ 1 0 0 ସରି 1 0 4 0 0 0। ଏଥିରୁ ଫେଡ଼ିବା କେତେ ନା 83,651 ଫେଡ଼ିଦେବା। 10ରୁ 1 ଗଲା 9, 9ରୁ 5 ଗଲା 4, 9ରୁ 6 ଗଲା 3। ଏଇଟା କେତେ? 3, 3, 3 ଗଲା 0। ତାପରେ 10 2 କେତେ? 20,349 ସଂଖ୍ୟା ଆମର 2011ରୁ 2024 ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ନେକ୍ସଟ ଦେଖିବା କ'ଣ ଦେଲା। ତାପରେ ଦେଖନ୍ତୁ ଏଠି କ'ଣ ଦେଲା? ଆମର ଗୁଜୁରାଟର ଯେଉଁ ରହିଲା ସର୍ଦ୍ଦାର ବଲ୍ଲଭ ପଟେଲଙ୍କ ପ୍ରତିମୂର୍ତ୍ତିର ଷ୍ଟାଚ୍ୟୁ ୟୁନିଟ୍ ଉଚ୍ଚତା କେତେ ଥିଲେ? 180 ମିଟର। ରାଜ୍ୟର ଖଣ୍ଡଧାର ଜଳପ୍ରପାତ କେତେ? 244 ମିଟର। ଏଠି ହେଲା ସୋମୁର ଘରର ହାଇଟ୍ ଗୁଡ଼ା ଦେଇଛି। ପ୍ରତି ତାର ଯେଉଁ ରୁମ୍ ଗୁଡ଼ା ରହିଲା, ପ୍ରତି ରୁମ୍ର ଉଚ୍ଚତା କେତେ ତାର ଦେଇଛି? 4 ମିଟର ଦେଇଛି ତା ରୁମ୍ର ଉଚ୍ଚତା। ରୁମ୍ ତାହେଲେ ଆଉ ତାର 10ଟା ରୁମ୍ ଅଛି। 10 ଚଉକି କେତେ? 40 ମିଟର। ଏଠି ଦେଲା ଷ୍ଟାଚ୍ୟୁ ଅଫ୍ ୟୁନିଟି କିମ୍ବା ସୋମୁର 1.9 ଉଚ୍ଚତା ଠାରୁ କେଉଁଠି ଉଚ୍ଚତା ଅଧିକ? ଇଜି। ଷ୍ଟାଚ୍ୟୁ ଅଫ୍ ୟୁନିଟ୍, କାରଣ ଷ୍ଟାଚ୍ୟୁ ଅଫ୍ ୟୁନିଟ୍ ରହିଲାଣି କେତେ? 180 ମିଟର। କିନ୍ତୁ ସୋମୁର ଘର ଦେଲାଣି 40 ମିଟର। ତେଣୁ ଷ୍ଟାଚ୍ୟୁ ଅଫ୍ ୟୁନିଟ୍ର ଉଚ୍ଚତା ଅଧିକା ହେବ। ତାପରେ ରହିଲା କ'ଣ କି କେତେ ମିଟର ଅଧିକା? ଏଟା 180, ଏଟା ହେଲା 40। ତାହେଲେ 180 40 ଗଲେ କେତେ ହେଇଯିବ? 140 ମିଟର ଅଧିକା।
ନେକ୍ସଟ ତାପରେ ଦେଲା କ'ଣ ଖଣ୍ଡଧାର ଜଳପ୍ରପାତ ସୋମୁର ଘର ଉଚ୍ଚତା କେତେ ଅଧିକ? ଖଣ୍ଡଧାର ଅଛି କେତେ 244, ସୋମୁର ଘର କେତେ 40, ଫେଡ଼ିଦବା 4, କେତେ ଅଧିକ 204 ମିଟର ଅଧିକା। ସୋମୁର ଘରର କେତେ ମହଲା ହେଲେ ଖଣ୍ଡଧାର ଜଳପ୍ରପାତ ଉଚ୍ଚତା ନିକଟତର ହେବ? ସୋମୁର ଘରର ଗୋଟେ ଉଚ୍ଚତା କେତେ 4 ମିଟର, ଖଣ୍ଡଧାର ଟୋଟାଲି ହେଲା 244। ତାହେଲେ ଆମେ ଯଦି 244ରେ 4 ହରିଦବା ବାय 4 କେତେ ହେଲା 424, 4 କେତେ ହେଲା 61। ତାହେଲେ ସୋମୁର ଘର 61 ମହଲା ବିଶିଷ୍ଟ ହେଲେ ତାହେଲେ ଖଣ୍ଡଧାର ଜଳପ୍ରପାତର ଉଚ୍ଚତାର ନିକଟତର ହବ। ବୁଝି ହଉଛି ନା? ଏବେ ଆଗକୁ ଯିବା। ନେକ୍ସଟ 1 ଲକ୍ଷ ଗୋଟେ ବଡ ସଂଖ୍ୟା, ଏଟା ଛାଡ। ନେକ୍ସଟ କ୍ୱେଶ୍ଚିନ୍ ଯିବା। ନେକ୍ସଟ କ୍ୱେଶ୍ଚିନ୍ ଏଇଠି ଦେଲା ସଂଖ୍ୟା ଅଛି, ଏଠି ଦେଲା ପ୍ରତ୍ୟେକ ସଂଖ୍ୟାକୁ ଅକ୍ଷରରେ ଲେଖ। 3,06,000, 5,04,085, 27,30,000, 70,53,138। ତାପରେ ଆଗକୁ ଯିବା। ଏଇଠି ଦେଲା କ'ଣ ତାକୁ ଆମେ ଅଙ୍କରେ ଲେଖିବା। 1,23,456, 1,23,456। ତାପରେ 4,07,704 ଲେଖିବା। 4,07,704। ତାପରେ 50,05,050। ଫାଷ୍ଟ ଲକ୍ଷ ଘରେ ହେଲା 50 ଲକ୍ଷ, 1000 ଘରେ 5, ତାପରେ 50 ହେଇଗଲା। 10,02,35 ଲେଖିବା। ଲକ୍ଷ ଘରେ 10, 1000 ଘରେ କିଛି ନାହିଁ, ତାପରେ 235। ଏହିପରି ଭାବରେ ଆମେ ଲେଖିପାରିବା। ଆଗକୁ ଯିବା। ଆଗରେ କ'ଣ ଦେଲା? ଏକ ଦଶକର ରାଜ୍ୟ ମାନେ ଏଠି ବଟମ ଗୁଡା ଦେଖ ଅଛି କ'ଣ 1000 ବଟମ ଅଛି, ଏଠି ଅଛି କେତେ 3000। ତାହେଲେ 1000କୁ ଆମେ 3 ଥର ମାରିଲେ ଏଟା ହବ 1000। ସେଭଳିଆ 10,000 ଅଛି ମାନେ 1000କୁ କେତେ ଥର ମାରିବା? 1000କୁ ଆମେ 10 ଥର ଯଦି ମାରିବା 10,000। 53,000 ମାନେ 1000କୁ ମାରିବା କେତେ ଥର? 53 ଥର। ତାପରେ 90,000, ତାହେଲେ 1000କୁ ମାରିବା 90 ଥର। ତାପରେ ଦେଖ ଏଠି ଅଛି କ'ଣ 1 ଲକ୍ଷ କେତେ ଥର? 1 ଲକ୍ଷ ଆମେ ଲେଖିବା କେମିତି? 1, 10, 100, 1000, ଅୟୁତ ଲକ୍ଷ। 1000 ମାନେ 3ଟା ଶୂନ କାଟିଦେବା, ରହିଲା କେତେ 100 ଥର। ତ ଡ୍ୟାସରେ ଆମେ ଲେଖିବା 1, 0, 0, 100। ତାପରେ 153 ଥର 1000 ହେଲା, ତାହେଲେ ଡ୍ୟାସରେ ଆମେ କ'ଣ ଲେଖିବା 153,000 ହେଲା। 1 ଲକ୍ଷ ହେବାକୁ କେତେ ହଜାର ଆବଶ୍ୟକ? ନା 100,000 ଆବଶ୍ୟକ। ବୁଝା ପଡୁଛି ନା? ତାପରେ ଦେଖିବା ଆଗକୁ ସିଏ କ'ଣ କହିଲା, ଏଠି କହିଲା 10 କାଲକୁଲେଟର ବଟନ ଅଛି, 10 ଖାଲି ଅଛି। ତାହେଲେ କ'ଣ କରିବା? ପ୍ଲସ୍ ବଟନରେ କେତେ ଥର ଦବାଇଲେ ସଂଖ୍ୟା ଦର୍ଶାଇବ। ଯେମିତି ଏଠି ଆମର ଅଛି କେତେ 500, 5, 0, 0, 10ରେ ଗୋଟେ ଶୂନ, ତାହେଲେ ଗୋଟେ ଶୂନ କଟି ରହିଲା କେତେ ଥର? ଏଠି 50 ଥର ଆନ୍ସର 780। 10 ମାନେ ଗୋଟେ ଶୂନ କାଟିଦବ, ରହିଲା କେତେ ଆମର? ଏଠି ଲେଖିବା 7ରେ 8, 78। 1000ରେ 10 ଗୋଟେ ଶୂନ କାଟିଦେଲେ ରହିଲା କେତେ ଥର? ନା ଏଟା 100 ଥର। ତାପରେ 3700, 10ରେ ଗୋଟେ ଶୂନ କାଟିଦେଲେ ରହିଲା କେତେ ଆମର? 370 ଥର। ଆଗକୁ କେମିତି ଯିବା? ନେକ୍ସଟ ଏଠି ସେମିତି କ'ଣ କହିଛି? ସେ 10 ଅଛି, 10,000 ଅଛି। ଏଠି 10,000 ହେଲେ ତାର ଗୋଟେ ଶୂନ ଏଠି କାଟିଦେବା, ରହିଲା ଏଠି କେତେ 1000। ଦେଖିବା ଏଠି 1000। 1 ଲକ୍ଷ, 1 ଲକ୍ଷ ହେଲେ ଯଦି ମୁଁ ଏଠି 1 ଲକ୍ଷ ଲେଖିବି 100, 1000, ଅୟୁତ ଲକ୍ଷ। 1 ଲକ୍ଷ କେତେଟା ଶୂନ? 5ଟା ଶୂନ, ଗୋଟେ ଶୂନ କଟିଗଲା, ରହିଲା ଏଠି
ଚାରିଟା ଶୂନ ତାହେଲେ 1 ଲକ୍ଷରେ ଏଠି ଆମେ ଲେଖିବା କେତେ? 1ରେ 1 2 3 4 ବୁଝିହେଲା। ତାପରେ 453 ଥର 10 ମାନେ 453ରେ ଗୋଟେ ଶୂନ ବସିବ। ତାପରେ ଆଗକୁ ଯିବା। ଏଠି କ'ଣ ରହିଲା? ଏଠି କହିଛି କେବଳ 100 ବଟନ ଅଛି। ତାହେଲେ 100କୁ 4 ଥର ମାରିଲେ 400 ହବ। 3700 ମାନେ ଏଠି 100 କେତେ ଥର ହବ? ନା 37 ଥର। 10,000 ଅଛି, ଦିଟା ଶୂନ କାଟିଦବା, ରହିଲା କେତେ ଥର? ନା 100 ଥର। 100 10,000 53,000। 530 ଥର, ଆଉ ଦିଟା ଶୂନ ହେଲେ 53,000 ହବ। 90,000, ଦିଟା ଶୂନ କାଟିଦବା, ରହିଲା କେତେ? 900 ଥର। 97,000, ଦିଟା ଶୂନ କାଟିଦେଲେ ହେଇଯିବ 970। ଏଠି 1,10,000 ଲକ୍ଷ ଦିଟା ଶୂନ କାଟିଦେଲେ ରହିଲା କେତେ ଥର? ଏଠି 1000 ଥର। 100 କହିଛି ନା, 100ର ଦିଟା ଶୂନ ଆମେ କାଟିଦବା। 582 ଥର, ତାହେଲେ ଏଠି 582ରେ ଦିଟା ଶୂନ ବସେଇଦବା, ହେଇଗଲା ଏତିକି। 10,000 ହେବାକୁ କେତେ ଶହ ଦରକାର? ଏଇଠି ଆମର ଆନ୍ସର ବାହାରିଛି, ଲେଖିଦବା। 100 ଦରକାର। 1 ଲକ୍ଷ ହେବାକୁ କେତେ ଶହ ଦରକାର? ଲେଖିଦବା ଏଠି କ'ଣ? 1 ଲକ୍ଷ କୋଉଠି? ଏଇଠି 1000 1000 ଏ ସବୁ ଗଲା। ତାପରେ ଆଗକୁ ଯିବା। ଆଗରେ କ'ଣ ଦେଇଛି? ନେକ୍ସଟ କ୍ୱେଶ୍ଚିନ୍। ଏଠି ସେ କହିଲା ବଟନ ଏଇଟା ଅଛି 5072 ହେବା ପାଇଁ 50 ହେଇଗଲା 100, ହେଇଗଲା କେତେ? 5000। 1003। ତାପରେ ଏମିତି ହେଇପାରିବ ଗୋଟେ ନା 50 100 ହେଲା 5000। 10 7 ଥର 70, 1 2 ଥର 72, ଏଠି 1000 ନହେଲେ 3000 ହେଇଗଲା। 120 ଥର ହେଇଗଲା 2000, 5000 ହେଇଗଲା 1 ଥର 72। ଏମିତି ବି ହେଇପାରିବ। ସେ ବିଭିନ୍ନ ପ୍ରକାର ଏଇ ଯୋଉ ଦିଟା ମେଥଡ଼ କହିଲେ, ଦିଟା ମେଥଡ଼ ସେ ଏପରି ଭାବରେ ଦେଲା। ସେ କହିଲା ଆଉ କିପରି ଭାବରେ ଆହୁରି ଆମର ହେଇପାରିବ। ଆଉ କ'ଣ ହବ ନା, ଆମର 1000କୁ ନେଇଯିବା 5 ଥର, ତାପରେ ଆମର ପ୍ଲସ୍ 72 ନେଇଯିବା, 72 ଥର ନେଇଯିବା 1, ଅର୍ ଆମେ 1000କୁ ନେଇଯିବା 5 ଥର, ତାପରେ 7 ନେଇଯିବା 10 ଥର, 2 ନେଇଯିବା ଥରେ, ଏମିତି 5072। ନହେଲେ ଆହୁରି ବହୁତ ଥର 1000 ନେଇଯିବା 2000, 2 ଥର 2000 ହେଇଗଲା। ତାପରେ ଆଉ 3000 ହେବା ପାଇଁ 30 ନେଇଯିବା 100 ଥର, ତାପରେ 72 ଥର ନେଇଯିବା 1କୁ, 1 ନେଇଯିବା 72 ଥରକୁ। ଏମିତି ମାନେ ବହୁତ ଥର ହେଇପାରିବ। ବୁଝିଲ? ନେକ୍ସଟ ଆଗକୁ ଯିବା। କ'ଣ କହିଲା? ତଳେ ଦିଆଯାଇଥିବା ବିଭିନ୍ନ ସଂଖ୍ୟାର କ୍ରିଏଟିଭ ବଟନ ଦବିବା ପାଇଁ ଅତି କମରେ 2ଟି 8300 କରିପାରିବା। 8000 + 300 ବା ମାନେ 8000 + 300 କରିପାରିବା, ବା ଡାଇରେକ୍ଟ 8300 ବି କରିପାରିବା। 8300 ମାନେ 1008 ଥର 103 ଥର, 2300 ମାନେ 183 ଥର। ସେଇପରି ଭାବରେ ଏଠି ଅଛି କେତେ? 40,629। ଆକୁ ଆମେ କରିପାରିବା କ'ଣ ନା, ଯୋଉ 10,000 ଯୋଉ ଥିଲା, 10,000 ହେଲା 4 ଥର, ହେଇଗଲା 40,000। 106 ଥର ହେଇଗଲା 600, ଆଉ ତାପରେ 20, ତାପରେ 9, ଏଟା ବି ସେ ଭଳିଆ 1066 ଥର ହେଇଗଲା 66,000। 106 ଥର 600, ଆଉ 166 ଥର 66,666। ଏପରି ଭାବରେ ତମେ କରିପାରିବ। ବୁଝିପାରୁଛ ନା? ତ ଆଗକୁ ଅଛି ଏଠି 5072, 8300, ସେମିତି ସବୁ କରିବ। ଏଇ ସବୁ ଜିନିଷ କରିକି ଆଗକୁ ଏଇଠି ଭାରତୀୟ ପ୍ରଣାଳୀ, ଆମେରିକା ପ୍ରଣାଳୀ ରହିଲା। ୟାକୁ ଦେଖିକି ଆମେ ଏଇଠି କରିବା। 1,000 ଲକ୍ଷରେ କେତୋଟି ଶୂନ ଅଛି? 1000ରେ କେତୋଟି ଶୂନ ରହିବ?
ତିନୋଟି, ହଜାର କେତୋଟି? ତିନୋଟି, ଲକ୍ଷରେ ପାଞ୍ଚଟି। 1000 ଲକ୍ଷ ଆମେ କେମିତି ଲେଖିବା? 8ଟି ଶୂନ ରହିବ। କେମିତି? 1000 ଲକ୍ଷ ପାଇଁ ତା ପାଖରେ ଆଉ 5ଟା ଶୂନ। ଦେଖ ଟୋଟାଲ 8ଟା ଶୂନ ରହିଲା। 100,000 ସେଭଳି 100 ମାନେ 2ଟା ଶୂନ, ଆଉ 1000ରେ ଆଉ 3ଟା ଶୂନ। ଟୋଟାଲି କେତେଟା ଶୂନ ରହିଲା? 5ଟା ଶୂନ। ତାହେଲେ ଏହାର ଆନ୍ସର ହବ କେତୋଟି? 5 ଶୂନ। ତ ଆଜି ପାଇଁ ଏତିକି ଥାଉ। ନେକ୍ସଟ ଥର ଯୋଉ ରହିଲା ନିଜେ କରି ଦେଖ। ପେଜ ନମ୍ବର 9, ନେକ୍ସଟ କ୍ଲାସରେ ପେଜ ନମ୍ବର 9ରୁ ଆରମ୍ଭ କରିବା। ଧନ୍ୟବାଦ।